ବୈଭବ ପ୍ରେମ କୃଷ୍ଣ ପ୍ରେମ ତାକୁ ପାଇବା ପାଇଁ ହେଲେ ଗୋଟେ ସାଧାରଣ ଜୀବ କିଭଳି ଭାବରେ ସେତିକି ବାଟ ଯିବ ତାର 8ଟା ସ୍ଟେପ୍ସ ରହିଛି ଭକ୍ତି ମାର୍ଗରେ। ସେ ଜିନିଷଟା ଆଜି ଆମେ ଚର୍ଚ୍ଚା କରିବା। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଆଦୌ ଶ୍ରଦ୍ଧା ତତ୍ ସାଧୁ ସଙ୍ଗ ଭଜନ କ୍ରିୟା ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଭାବ ପ୍ରେମ। କୃଷ୍ଣ ପ୍ରେମ ପାଇବା ପାଇଁ ହେଲେ 8ଟା ସିଡ଼ି ରହିଛି। ଏଇ ସିଡ଼ି ଦେଇକି ଆମକୁ ଆଗକୁ ଗତି କରିବାକୁ ପଡିବ। ପ୍ରଥମଟା କଣ? ପ୍ରଥମ ହଉଛି ଆଦୌ ଶ୍ରଦ୍ଧା। ଶ୍ରଦ୍ଧାବାନ ଲୋକମାନେ ହିଁ ସାଧୁ ସଙ୍ଗ କରିବା ପାଇଁ ଆସନ୍ତି। ଯାହାର ଶ୍ରଦ୍ଧା ନାହିଁ ସେମାନେ ସତ୍ସଙ୍ଗକୁ ଆସିପାରିବେ ନାହିଁ। ଆଉ ଯାହାର ଶ୍ରଦ୍ଧା ସେ ଯାଇକି କ୍ରିକେଟ ଫିଲ୍ଡରେ ମଧ୍ୟ ଉଠିବ, କାରଣ ଯାହାର ଯୋଉଥିରେ ଶ୍ରଦ୍ଧା, ଯାହାର ଶ୍ରଦ୍ଧା ଯାଇକି ଚା ଦୋକାନରେ ପଲିଟିକ୍ସ ଆଲୋଚନା ହବ ସକାଳୁ ସକାଳୁ, ଯାହାର ଯୋଉଥିରେ ଶ୍ରଦ୍ଧା। ଥରେ ଆମର ଅଷ୍ଟପ୍ରହରୀ ହବ ଗାଁରେ, ସେଥିପାଇଁ ମଧୁକେରୀ କରିବା ପାଇଁ ଯାଆନ୍ତି ସବୁ କୀର୍ତ୍ତନୀୟ ଭାଇମାନେ। ଆମର ଆଶ୍ରମରେ ସେଦିନ ନୂତନ କରି ଆମେ ପ୍ରତିଷ୍ଠା କରୁଛୁ। ଅଷ୍ଟପ୍ରହରୀ ହବ, ଗୋଟେ କୀର୍ତ୍ତନ ଟିମ୍ ଆମେ ଧରିକି ଯାଉଛୁ, ଚାଲି ଚାଲି ଭୀଷଣ ଖରା, 11ଟା ସମୟ ହବ, ଗୋଡ ହାତ ପୋଡି ଯାଉଛି କୀର୍ତ୍ତନ କରି କରି। କୀର୍ତ୍ତନ ମଣ୍ଡଳୀ ଯାଉଛନ୍ତି, ପଛରେ ଅଟୋଟା ଆସୁଛି। କହିଲେ ପ୍ରଭୁଜୀ ଆଉ ଚାଲି ହବନି, ଭାରି କଷ୍ଟ। ମୁଁ କହିଲି ଆରେ କଷ୍ଟ ହବ, ଭଗବାନଙ୍କର କାର୍ଯ୍ୟ, ଆମ କାର୍ଯ୍ୟରେ ଆମେ ଏତେ କଷ୍ଟ କରୁଛେ, ଭଗବାନ କାର୍ଯ୍ୟରେ କଷ୍ଟ କରିବାନି? ଟିକେ ଅଳ୍ପ ବାଟ ଗଲା ଆସି ଗୋଟେ କ୍ରିକେଟ ଫିଲ୍ଡରେ ଗୋଟେ 40-50 ପିଲା କ୍ରିକେଟ ବାଳଉଛନ୍ତି। ମୁଁ କହିଲି ଆଙ୍କୁ ଖରା ହଉଛି ନା ନାଇଁ? ଆରେ ଇଏ ଯୋଉ 50 ଡେଉଁଛନ୍ତି ଏଠି ଆଙ୍କୁ ଖରା ହଉଛି ନା ନାଇଁ? ସେତେ ଆମକୁ ଖରା ହଉଛି, ଆମେ ଭଗବାନଙ୍କ ପାଇଁ ଖଟୁଛେ, ମାନେ କାହା ପାଇଁ ଖଟୁଛନ୍ତି ଏଠି? କିଛି କାମ ନାହିଁ। ସେଥିପାଇଁ ଶ୍ରଦ୍ଧା, ଯଦି ଜଣଙ୍କ ପାଖରେ ଶ୍ରଦ୍ଧା ଅଛି ତାହେଲେ ସେ 50 କିଲୋମିଟର ହେଲେ ମଧ୍ୟ ଯାଇକି ସତ୍ସଙ୍ଗ ଆଟେଣ୍ଡ କରିବ। ଅଲଗା ଗାଁରୁ ମଧ୍ୟ ଲୋକମାନେ ଆସୁଛନ୍ତି ଶୁଣିବା ପାଇଁ, ଏଇ ପଡିଶା ଘର ଲୋକ ମଧ୍ୟ ଉଠିକି ଆସୁନି, କଣ ଶୁଣିବ ସେଇଥିରୁ। ସେଥିପାଇଁ କୃଷ୍ଣ ପ୍ରେମ ପାଇବା ପାଇଁ ହେଲେ ପ୍ରଥମ ସମ୍ବଳ, ପ୍ରଥମ ଏମାଉଣ୍ଟ ହଉଛି କଣ? ଶ୍ରଦ୍ଧା। ତାପରେ ସାଧୁ ସଙ୍ଗ। ଶ୍ରଦ୍ଧା ହେଲା ପରେ ଜଣେ ସାଧୁ ସଙ୍ଗ କରିବ। ଆଉ ସାଧୁ ସଙ୍ଗରୁ କଣ ପାଇବ? ସାଧୁ ସଙ୍ଗରେ ହରି ଭଜନ ପାଇବ। ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା। ସତସଙ୍ଗରେ ଆସିକି ହାଲୁଆ ପ୍ରସାଦ ଖାଇବ, ହରିବୋଲ ପକେଇବ, ଲୋକଙ୍କୁ କହିବ ଦେଖ ମୁଁ ସବୁବେଳେ ସତ୍ସଙ୍ଗକୁ ଯାଉଛି, ଖାଲି ନାମ ଫାମ ବଢେଇବା, ସେମିତି ସତସଙ୍ଗକୁ ଆସିଲେ କିଛି ଲାଭ ନାହିଁ। ସତସଙ୍ଗରେ ଅସଲି ପ୍ରଡକ୍ଟ କଣ? ସତସଙ୍ଗକୁ ଆସୁଥିବା ଲୋକମାନେ ଲାଭ କଣ ପାଇପାରିବେ ସତସଙ୍ଗରୁ? ଆପଣମାନେ ଜାଣିଛନ୍ତି ସତ୍ସଙ୍ଗରେ କଣ ମୂଲ୍ୟ ମିଳେ? ସତସଙ୍ଗରେ କଣ ମିଳେ? ଆଖୁ ବାଡିକି ଯାଇକି ବାଉଁଶ ଚୋବେଇବା କଥା ନାହିଁ କି ଓଡିଆରେ ଗୋଟେ କଥା? ଆଖୁ ବାଡିକି ଗଲେ ଆଖୁ ଖାଇବ, ଆଖୁ ବାଡି ଯାଇକି ବାଉଁଶ ଚୋବେଇଲେ କଣ ହବ? ସେଥିପାଇଁ ଏଇ ସତ୍ସଙ୍ଗରେ ଆଉ ଯେତେ ପ୍ରକ୍ରିୟା ଅଛି ସବୁ ବାଉଁଶ ଭଳିଆ, କିନ୍ତୁ ତା ଭିତରେ ଆଖୁ ଦଣ୍ଡା ହଉଛି କଣ ନା ଭଜନ କ୍ରିୟା। ଯୋଉ ସାଧୁମାନେ ଆସିକି ଏଠି ପ୍ରବଚନ କରନ୍ତି ସେମାନଙ୍କ ପାଖରେ ଗୋଟେ ରତ୍ନ ରଖିଛନ୍ତି ସେମାନେ ଲୁଚେଇକି, ସେଇଟା ସେମାନେ କାହାକୁ ଦିଅନ୍ତି ନାହିଁ, କି ଦେଲେ ମଧ୍ୟ ଲୋକେ ନିଅନ୍ତି ନାହିଁ। ସେଟା କଣ? ସେଟା ହଉଛି ହରି ଭଜନ। ସାଧୁ ସଙ୍ଗରେ ଏଇ ଜିନିଷଟା ମିଳେ। ଯଦି ପ୍ରକୃତରେ ଜଣେ ସାଧୁ ସଙ୍ଗରୁ ଲାଭ ପାଇବା ପାଇଁ ଚାହୁଁଛି ତାହେଲେ ଏଇ ଜିନିଷଟା ତାକୁ ଦରକାର, ହରି ଭଜନ। ଶ୍ରଦ୍ଧାରୁ ସାଧୁ ସଙ୍ଗ, ଆଉ ସାଧୁ ସଙ୍ଗ ପରେ କଣ ହବ? ହରି ଭଜନ। ଜଣେ ଭଗବାନଙ୍କୁ ଯେତେ ଭଲ ପାଉ, ଯେତେ ଶ୍ରଦ୍ଧା କରୁ, ତା ଭିତରେ ଯଦି ସତସଙ୍ଗ ନ କଲା ଶ୍ରଦ୍ଧା ଆଉ ବଢିବ ନାହିଁ, ସେ ହରିଭଜନ କରିପାରିବ ନାହିଁ। ସେ ପ୍ରଥମ ପାହାଚରେ ଏକା ସେ ଶୋଇଯିବ, ଆଉ ମନ୍ଦିରକୁ ଯାଇପାରିବନି, ବିଗ୍ରହ ଦର୍ଶନ କରିପାରିବ ନାହିଁ। ସେଥିପାଇଁ ଯଦି ତମ ହୃଦୟରେ ଶ୍ରଦ୍ଧା ଅଛି ତମେ ସାଧୁ ସଙ୍ଗ କର, ବାରମ୍ବାର ସାଧୁ ସଙ୍ଗ କର, ତାହେଲେ ତୁମେ ଦେଖିବ କିଛି ଦିନ ପରେ ତୁମେ ଭଜନ ଆରମ୍ଭ କରିବ। ଭଜନ ମାନେ ଭଗବାନଙ୍କର ନାମ ଜପ କରିବ। ଆପଣ କହିବେ ତାହେଲେ ଭଜନ କଲା ପରେ ଆଉ ଥରେ କଣ ମିଳିବ? ନା ଭଜନ ଯେତିକି ବଢିବ ହୃଦୟ ଶୁଦ୍ଧିକରଣ ହବ। ନହେଲେ ଆମେ ଅନେକ ସତସଙ୍ଗୀ ଲୋକମାନଙ୍କୁ ଦେଖିଛୁ, ସେମାନଙ୍କ ପରସ୍ପର ଭିତରେ ଝଗଡା ହେବେ, ଫାଇଟ ହେବେ, ଆମର ତମର ହେବେ, ହଉଛୁ ନା ନାଇଁ ବାଦ ବିବାଦ? ଦେଖ 5 ଜଣ ମଦୁଆ ଗୋଟେ ଜାଗାରେ ବସିକି ପହଞ୍ଚ କରିକି ସିନା ମଦ ପିଇଦେବେ, 5ଟା ସାଧୁ ଗୋଟେ ଜାଗାରେ ବସିକି ହରି କଥା କହିପାରିବେନି। କାହିଁକି? କାରଣ ଭଜନ ଯାହାର ନଥିବ ସେ ଅନ୍ୟମାନଙ୍କ ସହିତ ମିଶି ପାରିବେ ନାହିଁ। ହୃଦୟ ଶୁଦ୍ଧ ଦରକାର, ପବିତ୍ର ଦରକାର, ତାହେଲେ ଆମେ ସମସ୍ତଙ୍କ ସହିତ ମିଳିତ ଭାବରେ ଭୋଜନ କରିପାରିବା। ଆଉ ହୃଦୟ ଶୁଦ୍ଧ ପାଇଁ କଣ ଦରକାର? ନାମ ଜପ। କେବଳ ବସ୍ତ୍ର ପରିବର୍ତ୍ତନ କରିଦେଲେ, ଚିତା ତିଳକ ମାରିଦେଲେ, କଣ୍ଠିମାଳ ପକେଇଦେଲେ ଜଣେ ସାଧୁ ହେଇପାରିବନି। ସାଧୁର କଣ ଦରକାର? କାହା କୁହାଯାଏ ସାଧୁ? ଯାହା ପାଖରେ ସାଧନା ଅଛି ତାକୁ ସାଧୁ କୁହାଯାଏ। ଆଉ ସାଧନା କଣ? ସାଧନା ହଉଛି ଭଜନ। ସକାଳୁ ଉଠିଲେ ଭଗବାନଙ୍କର ନାମ ଜପ କର, ବିଗ୍ରହଙ୍କର ସେବା କର, ତାକୁ କୁହାଯାଏ ଭଜନ।
যদি ভজন ଆମେ ନ କରିବା ତାହେଲେ ଆମ ଜୀବନରେ ପ୍ରଗତି ହେଇପାରିବ ନାହିଁ। ଆମେ ନାମ କା ସାଧୁ ହେଇକି ଥିବା ହୃଦୟ ପରିବର୍ତ୍ତନ ହେଇପାରିବ ନାହିଁ। ସେଥିପାଇଁ ଶ୍ରଦ୍ଧା, ସାଧୁ ସଙ୍ଗ ପରେ କଣ? ଭଜନ କ୍ରିୟା। ଭଜନ କ୍ରିୟା କରୁଛନ୍ତି ନା ଆପଣମାନେ? କରିବା ଦରକାର। ଯଦି ଭଜନ କ୍ରିୟା ନ କରିବେ ତାହେଲେ ସାଧୁ ସଙ୍ଗରେ ଖାଲି ରହିଯିବେ, ଆଉ ତା ଉପରକୁ ଯାଇପାରିବେ ନାହିଁ। କୃଷ୍ଣ ପ୍ରେମ ଆପଣଙ୍କୁ ମିଳିବନି। ଏଇ ଭୌତିକ ଜଗତରେ ଭୌତିକ ପ୍ରେମ କରି କରି ଦିନ ଚାଲିବ। ଭଜନ କ୍ରିୟା ପରେ ଅନର୍ଥ ନିବୃତ୍ତି। ଅନର୍ଥ ନିବୃତ୍ତି ମାନେ ଆମ ହୃଦୟରେ ଥିବା ଯୋଉ ଆସକ୍ତି, ଦୁର୍ଗୁଣ, ଅହଙ୍କାର, ଅଭିମାନ, କ୍ରୋଧ, କାମ ଏସବୁ ନଷ୍ଟ ହେଇଯିବ। ଆଉ ଏଇଟା ନଷ୍ଟ ହେଲା ପରେ କଣ ସୃଷ୍ଟି ହବ ନା? ଦୃଢତା। କଣ ସୃଷ୍ଟି ହବ? ଦୃଢ। ସାଧୁ ସଙ୍ଗ, ଭଜନ କ୍ରିୟା, ଅନର୍ଥ ନିବୃତ୍ତି, ନିଷ୍ଠା। ଆମେ ଭଗବାନଙ୍କର ନାମ ଜପ କରୁଛେ, ଭକ୍ତି କରୁଛେ, କାର୍ତ୍ତିକ ମାସଟାକ ବ୍ରତ କରୁଛେ, ପୁଣି 11 ମାସ ଛାଡ ଖାଇ ପାଳୁଛେ। ଇଏ ନିଷ୍ଠା ନାହିଁ। ସୋମବାର ଦିନ ଶିବ ମନ୍ଦିରକୁ ପଳୁଛେ, କିନ୍ତୁ ତାପରେ ମଙ୍ଗଳବାରଠୁ ରବିବାର ପର୍ଯ୍ୟନ୍ତ ପୁଣି ଆଉ ଥରେ ନନଭେଜରେ ମାତୁଛେ। ଇଏ ନିଷ୍ଠା ନୁହଁ। ଭାଗବତ ଉତ୍ତମ ଶ୍ଲୋକେ ଭକ୍ତିର୍ ଭବତି ନୈଷ୍ଠିକେ। ନୈଷ୍ଠିକେ ମାନେ କଣ? ନିଷ୍ଠା। ଯୋଉମାନେ ନିଷ୍ଠାର ସହିତ ଭଗବାନଙ୍କର ଭଜନ କରିବେ ସେମାନଙ୍କୁ ଭକ୍ତି ପ୍ରାପ୍ତ ହବ। ଆମର ନିଷ୍ଠା ନାହିଁ। ସେଥିପାଇଁ ଆମ ଭଜନରେ ନିଷ୍ଠତା ଆସିବା ଦରକାର। ନିଷ୍ଠା କେତେବେଳେ ହବ? ଯାହାର ହୃଦୟ ଶୁଦ୍ଧ ହବ ସେ ନିଷ୍ଠା କରିବ। ଆଜି ତମ ମନଟାକୁ ଭଲ ଲାଗିଲା ବୋଲି ଚିତା ତିଲକ କାଟିକି ବୁଲିଲ, 5 ଦିନ ପରେ ଦେଖିଲା ସୁଦ୍ଧା ତୁଳସୀ ମାଳ ନଥିବ କି ତିଲକ ନଥିବ, ସବୁ ଉଡି ଯାଇଛି। କଣ ପାଇଁ? କାରଣ ନିଷ୍ଠା ନାହିଁ। ନିଷ୍ଠା କଣ ପାଇଁ ନାହିଁ? କାରଣ ହୃଦୟ ଶୁଦ୍ଧ ନାହିଁ। ଆର୍ଟିଫିସିଆଲ ଭକ୍ତ ତାକୁ କହନ୍ତି। କୃତ୍ରିମ ଭକ୍ତ। ବାହାରକୁ ଦେଖିବା ପାଇଁ ଆମେ କିଛି ଦିନ ଭଳି ଭକ୍ତ ଭଳି ଢଙ୍ଗି କରିପାରୁ, କିନ୍ତୁ ହୃଦୟ ଶୁଦ୍ଧ ନହେଲେ ନିଷ୍ଠା ହେଇପାରିବ ନାହିଁ। ବୁଝିପାରୁଛ ନାଇଁ? ଆମର ଇସ୍କନରେ ଦୀକ୍ଷା ଯୋଉ ଦିଆଯାଉଛି, ଏବେ ଅଳ୍ପ ଦିନ ତଳେ ଅଙ୍କୁଶପୁରରେ ହେଇଥିଲା, ଆମେ ଆସିଥିଲୁ ନିତ୍ୟାନନ୍ଦ ତ୍ରୟୋଦଶୀ ଦିନ। ଇସ୍କନରେ ଜଣେ ଦୀକ୍ଷା ନେବା ପାଇଁ ହେଲେ କମ୍ ସେ କମ୍ ପ୍ରତିଦିନ 16 ମାଳ ଜପ କରିବ। ଗୋଟିଏ ମାଳ ଜପ କରିବା ପାଇଁ 8 ମିନିଟ 7 ମିନିଟ ସମୟ ଲାଗିବ। ବୁଝିପାରିଲେ? 7.5 ମିନିଟ ହେଲେ ଗୋଟେ ମାଳ ଜପ କରିବାକୁ 4 ମାଳ ଜପ କରିବା ପାଇଁ ଅଧଘଣ୍ଟେ, 8 ମାଳ ଜପ କରିବା ପାଇଁ ଘଣ୍ଟେ, 16 ମାଳ ଜପ କରିବା ପାଇଁ କମ୍ ସେ କମ୍ 2 ଘଣ୍ଟା। ଦିନକୁ 2 ଘଣ୍ଟା ପ୍ରତିଦିନ ଜପ କରିବ। ଏଭ୍ରିଡେ ନନ ଷ୍ଟପ। କେବେ ବି ବନ୍ଦ ହବ ନାହିଁ ଜପ। ତାକୁ କୁହାଯାଏ ନିଷ୍ଠା। ମାଛ, ମାଂସ, ପିଆଜ, ରସୁଣ କେବେ ଖାଇବ ନାହିଁ। କସ୍ମିନ୍ କାଳେ। ପ୍ରାଣ ଗଲେ ବି ଆମିଷ, ମାଛ, ମାଂସ ଖାଇପାରିବ ନାହିଁ। ମାଛ ମାଂସ ଭୋଜନ କରିବ ନାହିଁ। ନଶାପାନ କରିବ ନାହିଁ। ଚା, ଅଫିମ, ବିଡି, ଗଞ୍ଜେଇ, ପାନ, ଗୁଟୁକା କୌଣସି ନଶାପାନ କେବେ ଖାଇବ ନାହିଁ। ନିଷ୍ଠା। ନା ମୁଁ 5 ମାସ ଛାଡି ଦେଇଥିଲି, ତାପରେ କଣ ହେଲା? ତାପରେ ଖାଇଦେଲି, ଭଲ କଲି। ଆଉ ଥରେ ଛାଡିଦେ କିଛି ଦିନ। ନିଷ୍ଠା ନାହିଁ। କଣ ବୁଝିପାରୁଛନ୍ତି ନା କାହା କଥା? ସେଥିପାଇଁ ମାଛ, ମାଂସ, ପିଆଜ, ରସୁଣ ଏସବୁ ବନ୍ଦ କରିବ। ନଶାପାନ ବନ୍ଦ କରିବ। ବ୍ୟଭିଚାର ବନ୍ଦ କରିବ। ଆଉ ଜୁଆ, ଚାଷ, ପୋଷା, ଲଟେରୀ ଖେଳ ବନ୍ଦ କରିବ। ଏଇଟା ହଉଛି 4ଟା ଅଧର୍ମ ଭାଗବତରେ ଲେଖା ହେଇଛି। ଦ୍ୟୁତ, ପାନ, ସ୍ତ୍ରୀ, ସୁନା, ଅଧର୍ମ ଚତୁର୍ବିଧ। ପ୍ରତିଦିନ 16 ମାଳ ଜପ କରିବ। ଏଇ 4 ନିୟମକୁ କଡାକଡି ଭାବରେ ପାଳନ କରିବ। ଘରେ ଯାହା ରୋଷେଇ କରିବ ଭଗବାନଙ୍କୁ ଭୋଗ ଲଗେଇକି ଖାଇବ। ଏଭଳି ଯଦି ଗୋଟିଏ ବର୍ଷ ଗୋଟେ ଲୋକ ପାଳନ କଲା, ତାପରେ ଯାଇକି ତାକୁ ଗୁରୁ ଦୀକ୍ଷା ମିଳିବ। ହରିବ ତାକୁ ଗୁରୁ ଗ୍ରହଣ କରିବେ। କଣ ବୁଝିପାରୁଛନ୍ତି? ସେଥିପାଇଁ ଗୁରୁ ପାଇବା ଏତେ ସହଜ କଥା ନୁହଁ। ଆଜିକାଲିକା ଯୋଉ ଗୁରୁ ବୁଲୁଛନ୍ତି, ତମେ ସାଙ୍ଗେ ସାଙ୍ଗେ ନଡିଆଟେ ଗାମଛାଟେ ଧରି ଗଲେ, ଟଙ୍କା ଦକ୍ଷିଣା ଦେଇଦେଲେ 150, ତମେ ଶିଷ୍ୟ ହେଇଗଲ। ଶସ୍ତା ଏତେ ନୁହଁ ଆଜ୍ଞା। ଚକ୍ଷୁଦାନ ଦିଲ ଦେଇ ଜନ୍ମେ ଜନ୍ମେ ଗୁରୁ ସେଇ। ଗୁରୁ ଯେତେବେଳେ ଶିଷ୍ୟକୁ ଗ୍ରହଣ କରିବେ, ସେ ଶପଥ କରିବେ ଭଗବାନଙ୍କ ଆଗରେ କି ହେ ପ୍ରଭୁ, ଏଇ ଜୀବଟିକୁ ମୁଁ ନେଇକି ତୁମ ଚରଣରେ ପହଞ୍ଚେଇବି। ଗୁରୁଙ୍କର ଜିମ୍ମେଦାରି ହେଇଯାଏ ସେଇଟା। ସେଥିପାଇଁ ଶିଷ୍ୟ ଯଦି ପାପ କରିବ, ଅଧର୍ମ କର୍ମ କରିବ, ତାର ଭାଗ ନେବେ ଗୁରୁ। ସେଥିପାଇଁ ଗୁରୁ କେବେ ଶିଷ୍ୟ ଗ୍ରହଣ କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ଯେ ସଦ୍ଗୁରୁ ସେ କେବେ ହେଲେ କାହାକୁ ଶିଷ୍ୟ ଗ୍ରହଣ କରିବେନି। ଶିଷ୍ୟ ଯେତିକି ବଢିବେ, ଗୁରୁଙ୍କର ବୋଝ ସେତିକି ବଢିବ। ଦକ୍ଷିଣା ଆସିଲେ ହବନି ଆଜ୍ଞା, ତାର ପାପ ମଧ୍ୟ ଦକ୍ଷିଣା ସହିତ ଆସିବ, ସାବଧାନ। ସେଥିପାଇଁ ଶିଷ୍ୟ ଯଦି ଅଧର୍ମ କାର୍ଯ୍ୟ କରି ନର୍କକୁ ଯାଏ, ଗୁରୁ ମଧ୍ୟ ତା ସହିତ ନର୍କକୁ ଯିବେ ତାକୁ ଉଦ୍ଧାର କରିବା ପାଇଁ। କାରଣ ସେ ଶପଥ ନେଇଛନ୍ତି ଭଗବାନଙ୍କ ଆଗରେ, ଜନ୍ମେ ଜନ୍ମେ ଗୁରୁ ସେଇ। ବିଚାର କରୁନି ଆପଣମାନେ, ସେ ଗୁରୁଙ୍କର କଥା। ସେଥିପାଇଁ ନିଷ୍ଠାର ସହିତ ଯଦି ଜଣେ ଭଜନ କରିବ, ତାହେଲେ ଯାଇକି ଗୁରୁ ଭକ୍ତି ସେ ପାଇବ, ଗୁରୁ ପ୍ରାପ୍ତ ହବ। ଗୁରୁ ଗ୍ରହଣ କରିବା ଏତେ ସହଜ କଥା ନୁହଁ। ନିଷ୍ଠା, ଆମମାନଙ୍କ ପାଖରେ ନିଷ୍ଠା ନାହିଁ। ପ୍ରତିଦିନ 16 ମାଳ ଜପ ହଉଛି,
केते जण जप करे देखा गोटे वर्ष 16 माला प्रतिदिन जप कर मु आसुची जागर को 15 दिन पर देखा आज थरे केते जण 16 माला जप करछन माछ मांस पियाज रसुन सब किछि बंद कर गोटे मास गोटे 15 दिन ट्राई कर देखिबा बड़ कष्ट आज्ञा हरि बोले ये अंटारे गामछा भिड़ी देला माने कोटी टका इनकम कर देले नियम के पालन कर परिबे नाही आपको प्रोसेस फॉलो करिया को पड़िबो सेते साधना जे ग्रहण करिवो से सिद्धि प्राप्त हबो भगवान को नाम जप कर सत्संग कर अध्ययन कर अध्यापन कर तापर निष्ठा आसीबो हृदय रे प्राण गले भी मु आमिष खाइबी नाही ए जो निष्ठा प्राण गले भी मु को भाषा कहबी नाही ए जो निष्ठा ए निष्ठा काहा जीवन के वर्णन कर परिबे नाही जते पाठ पढ़ाओ जते धन्य लोक होचु ए निष्ठा को ग्रहण कर परिबे नाही किए केमिति निष्ठा आसीबो जार हृदय शुद्ध हो जाए भगवान को नाम जप करूथिबा साधारण लोक माने मद मांस खाइके साध गली गुलुचन अति साधारण जो मान को आ पाठ पढ़ा जने नहीं किंतु बड़ बड़ पंडित माने सकाल पाइले चिकन मटन न होले तांको दिन जाउनी हो कि नहीं हां ये चैलेंज लाइफ रे जीवन एटा बहुत बड़ चैलेंज केही आपको कॉपी करि परिबे नै आज्ञा तमे गोटे घरटा कर दबो आ गोटे लोक पैसा पाइ गेले तमे बड़ घरटे कर दबो तमे गोटे गाड़ी किन दला आ गोटे लोक चाहिले ताठो बड़ गाड़ी किन दबो किंतु तुमे भजन करिवो तुमको चैलेंज देखि केही भजन करि परिबे नै सते असल संपत्ति से दुर्लभ प्रेम से केही कॉपी बाड़ी परिबे नहीं तुमको कोन बुझि पर नहीं हां सेता निष्ठा जो माने भगवान को नाम भजन करिवे जो माने को हृदय शुद्धिकरण हबो से माने निष्ठा भक्ति करिवे निष्ठा भक्ति ते साधारण कथा नहीं आ निष्ठा रे भजन कला परे तापरे आसीबो रुचि रुचि माने कोन आनंद हरि नामे की रस अछि पान कला लोक सिना जाने छी गंजेई टाणी की ओष पकई की ढोल मृदंग बाटे की हरिनाम कर देले तुमको प्रेम मिल जीव ना कोन प्रेम काहे केते दूर रे हरिनाम रो रस एते सस्ता नुह तमे भाबनी जे कोन लोक बसी के हरिनाम कीर्तन कर देले प्रेम रे पागल हो जीवो एते सस्ता नुह आज्ञा भगवान को नाम जप करबा समय हरिनाम कीर्तन करबा समय विग्रह को आरती करबा समय आखिर लुह निगुड़ी जीवो से लुह एते सस्ता रे मिलेनी जतले निष्ठार सहित शुद्ध हृदय सहित जने भजन करिवे सेतले रुचि जात हबो रुचि माने स्वाद आ सेई स्वाद जे थरे पाइला ना से सेई स्वाद न खाली बंची पारिबो नाही जेमिनि मदुआ बेळ गुलु ताको ढोके दरकार घर बिक्री हो कि स्त्री रो सुनाहार बंधा पडू कोन बुझि परतो ना नाही सेमिति होचे श्री मद सेई मद निशा तो छाडी जो किंतु एई मद जाको निशा हे गला थरे पागल हे जीवो से हरि भक्ति छडा से बंची पारिबो नाही जोगायत निमिषण चक्षुषा प्रपुरुषायतम शून्यायतम जगत सर्वज गोविंद विरहणमे चैतन्य महाप्रभु कहते गोटे गोटे क्षण मते जुग भली प्रतीयमान होची हे गोविंद हे परमेश्वर आपन को भजन बिना मते शून्य लागुचे जगत जेमिति मीराबाई थिले हजार हजार भक्तंकर उदाहरण से जिनस को जगत रे केही कॉपी कर पारे नाही सेथा हिचा 8 5 अष्टम श्रेणी निष्ठार सहित श्रद्धार सहित निष्कपटार सहित जो मैंने भजन करते से हृदय रुचि जात हुए स्वाद जात हुए आनंद जात हुए आ से आनंद से परित्याग कर पारत ना जो कहते जे खाई थो क्षीर रसर नीति खाई थो गौर से सदा जगत रे कोठी मिलनी हरि भजन जते कष्ट हो जते पीड़ा हो सब बर्दाश्त करबो गोटे लोक मते माड मारो चकट दियो अदर्शन दियो कष्ट दियो जहा दौच दियो मते मु सब स्वीकार करबी किंतु आपनकर भजन मु छाडी पारिबे नाही आपनकर भजन मिले मु बंची पारिबे नाही एई स्थिति होची को स्थिति ना रुचिर स्थिति रुचि रुचि माने स्वाद आ जे आनंद रे गदगद हे प्रेम पूर्ण भाव रे भगवान कर भजन करता हृदय भाव विकसित हुए सप्तम पाहाच कोन सेटा भाव आ सेई भाव जते उद्गिरण होई हृदय रे भगवान जोठी थिले मते से भाव ग्राही जा हृदय भाव प्रकट हैला भगवान खोजी खोजी आसी तुम पाखरे पहुंच जिवे तुम भगवान को पाखु जिवा दरकार नाही से तुम भाव ग्राही जनार्दन कोठी तमे थाउचो थाओ को जगह रे थाउचो थाओ सबरणी भली जंगल रे थाओ किमा ध्रुव प्रहलादंग भली को असुर राज्य रे थाओ किछि फरक पड़े ना जोठी भाव उद्गिरण हबो भगवान सेठी छुटी जिवे जेमति गोटे फूल फुटिले कंटा भितर फूलटे फुटिले मत भणर गली 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 जाई सेठी पहुंच जाए सेमिति हृदय रे जहार भाव भक्ति सृष्टि हुए भगवान कोठे रहि पारत ना तारी पछरे से बुलंती
ସାଲବେଗ ଲେଖୁନାହାନ୍ତି ଆରେ ଗାଭୀ ପଛେ ପଛେ ବସା ଗମେ କ୍ଷୀର ଲୋଭେ গাভী পছে পছে বসা গমে ক্ষীর লোভে ভকত পছরে তুহি খাউ সে ভাবে খাউ সে ভাবে গীতা তু ভকত জীবন গীতা তু ভকত জীবন। ଗୋଟେ ଗାଈ ପଛରେ ଯେମିତି ବାଛୁରୀ ଧାଇଁ ଥାଏ, କାରଣ ବାଛୁରୀର ଆଶ୍ରୟ କେହି ନଥାନ୍ତି, ଗାଈ ଯୁଆଡେ ଯାଏ ବାଛୁରୀ ସିଆଡେ ଯାଏ। ସେଇଭଳି ଭାବରେ ଶୁଦ୍ଧ ଭକ୍ତ, ଯେ ଭାବଗ୍ରାହୀ ଭକ୍ତ, ଯେ ଭାବ ଯା ହୃଦୟରେ ଉଦ୍ରେକ ହେଇଛି, ଭଗବାନ ତାକୁ ଗୋଟେ କ୍ଷଣ ଛାଡ଼ିକି କୁଆଡେ ଯାଇପାରନ୍ତି ନାହିଁ। ସେଥିପାଇଁ ଭଗବାନ କହୁଛନ୍ତି ଦୁର୍ବାସା ଋଷିଙ୍କୁ, ସେ ଅତି ସୁନ୍ଦର ପ୍ରସଙ୍ଗ, ଅମ୍ବରୀଶ ମହାରାଜଙ୍କ ପ୍ରସଙ୍ଗ କହୁଛନ୍ତି, ହେ ଦୁର୍ବାସା ତୁମେ କଣ ମୋ ଗୋଡ଼ ଧରୁଛ ଆସିକି? ଏଇ ଯୋଉ ଅମ୍ବରୀଶ ମତେ କିଣି ଦେଇଛି, ଅହମ ଭକ୍ତ ପରାଧୀନ, ଏ ସୁଦର୍ଶନ ଗୋଡେଇଛି ତୁମକୁ, ଏ ଜଗତରେ କେହି ତମକୁ ଉଦ୍ଧାର କରିପାରିବେ ନାହିଁ। ସେଇ ଅମ୍ବରୀଶଙ୍କ ଚରଣକୁ ଯାଇକି ତୁମେ ଧାରଣ କର, ସିଏ ଯଦି କ୍ଷମା କରିବେ ତୁମେ ଉଦ୍ଧାର ହେଇଯିବ। ସେଥିପାଇଁ ଯେ ଭଗବାନଙ୍କୁ ଭାବରେ ଡାକେ ତାକୁ ଏ ଜଗତରେ କିଛି ଦରକାର ନାହିଁ। ଆଉ ଭାବ ହରିବୋଲ ଦିଗ ପହଣ୍ଡି ମାର୍କେଟ ଗ୍ରୋସରୀ ଦୋକାନରେ ମିଳୁନି ଯେ ଭାବ କିଲେ କିଲେ ଆଣିକି ସବୁ ଘରେ ଖାଇଦବ। ସେଥିପାଇଁ ଭାବ ବହୁତ ଗଭୀର କଥା ଆଜ୍ଞା। ଏ ସିଡି ବୁଝିପାରିଲେ ତ? ଶ୍ରଦ୍ଧା, ଶ୍ରଦ୍ଧାରୁ ସାଧୁ ସଙ୍ଗ, ସାଧୁ ସଙ୍ଗ ନ କଲେ ଶ୍ରଦ୍ଧାର ଚାରା ଝାଉଁଳିକି ମରିଯିବ। ସେଥିପାଇଁ ସାଧୁ ସଙ୍ଗ କର, ତୀବ୍ର ସାଧୁ ସଙ୍ଗ। ଖାଲି ସାଧୁ ସଙ୍ଗ କଲେ ହବନି, ସାଧୁ ମାନଙ୍କର ଅମୂଲ୍ୟ ରତ୍ନ ଭଜନ ଆରମ୍ଭ କରନ୍ତୁ। ଭଜନ ନ କଲେ ଯେତେ ସାଧୁ ସଙ୍ଗ କଲେ କିଛି ଫରକ ପଡିବନି। ଭଜନ କ୍ରିୟା ହେଲେ ଯାଇକି ଅନର୍ଥ ନିବୃତ୍ତି ହବ, ଭିତରେ ଯୋଉ କୁଗୁଣ ମନ୍ଦ ଅଭ୍ୟାସ ଅଛି ସବୁ ନିର୍ମଳ ହବ। ଆଉ ମନ୍ଦ ଗୁଣ କଟିଲା ପରେ ଯାଇକି ନିଷ୍ଠା ହବ। ପ୍ରାଣ ଦେଇ ତୁମେ ଶପଥ କରିବ ମୁଁ ଆମିଷ ଖାଇବି ନାହିଁ, ମୁଁ ପାପ କରିବି ନାହିଁ। ଆଉ ଭିତରେ ଯଦି ଇଚ୍ଛା ଥିବ ବାହାରୁ ଯେତେ ଲିପିଲେ କଣ ହବ? ହରିବୋଲ ସେ ସବୁ କଲର ଛାଡିବ, ଅଥର ଭିତରୁ ରଙ୍ଗ ବାହାରି ପଡିବ। ସେଥିପାଇଁ ନିଷ୍ଠା ସେତେବେଳେ ହବ ଯେତେବେଳେ ହୃଦୟ ଶୁଦ୍ଧିକରଣ ହବ। ଆଉ ନିଷ୍ଠାର ସହିତ ଭଜନ କଲେ ଜଣକୁ ଆନନ୍ଦ ମିଳିବ, ରୁଚି ମିଳିବ। ଆଉ ସେ ସ୍ୱାଦ ଏତେ ଗମ୍ଭୀର ସ୍ୱାଦ, ତାକୁ ଛାଡି ତମେ ବଞ୍ଚି ପାରିବ ନାହିଁ। ରୁଚି ଆଉ ଆନନ୍ଦର ସହିତ ଯେତେବେଳେ ଜଣେ ଶୁଦ୍ଧ ହୃଦୟରେ ଭଗବାନଙ୍କର ଭଜନ କରିବ, ତା ଭିତରୁ ଭାବର ଉଦ୍ଗତ ହବ। ଆଉ ସେ ଭାବ ଉଦ୍ଗତ ହେଲା ପରେ ଭଗବାନ ଆସିକି ଭାବଗ୍ରାହୀ ତୁମକୁ ଧାରଣ କରିବେ, ତାକୁ କୁହାଯାଏ ପ୍ରେମ। ପ୍ରେମ ତୁମେ କରିପାରିବନି, ପ୍ରେମ ପୁରୁଷୋତ୍ତମ ହଉଛନ୍ତି ଭଗବାନ, ସିଏ ତୁମକୁ ଭଲ ପାଇବେ। ବୁଝିପାରିଲେ? ଆଠଟା ପାହାଚ, ଆମେ କୋଉ ପାହାଚରେ ଅଛେ? ଆମେ ପାହାଚରେ ଅଛେ ନା ମାଟିରେ ଠିଆ ହେଇଛି? ଆମେ ପାହାଚକୁ ମଧ୍ୟ ଉଠିନେ ପର୍ଯ୍ୟନ୍ତ ନା ଶ୍ରଦ୍ଧା ଅଛି। କି ଶ୍ରଦ୍ଧା ଅଛି? ଶ୍ରଦ୍ଧା ଥିଲେ ଏଠି ଜାଗା ନଥାନ୍ତା ଏ ଦାଣ୍ଡରେ। ଯାହାର ଶ୍ରଦ୍ଧା ଯଦି ଥାନ୍ତେ ଦାଣ୍ଡରେ ଜାଗା ହିଁ ନଥାନ୍ତା। କି କାମ କରୁଛ ଘରେ ଲୋକ, ତମେ କି କାମ କରୁଛ ସକାଳଟାରୁ? କିଛି କାମ ନାହିଁ, ଗପ ସପ ଦୁନିଆ ପାଲା କରି କରି ଲୋକଙ୍କର ଦିନ ଯାଉଛି। ସେଥିପାଇଁ ମୁଁ ଆପଣମାନଙ୍କୁ କାଲି ବି କହିଥିଲି, ଆଜି ବି କହୁଛି, ସନ୍ଧ୍ୟା ହେଲେ ଏ ରଘୁନାଥ ମନ୍ଦିରଟା ଭିଡ ହେଇଯିବା ଦରକାର। ସକାଳ ହେଲେ ରଘୁନାଥ ମନ୍ଦିର ଭିଡ ହେଇଯିବା ଦରକାର। କଣ କରୁଛନ୍ତି ଆପଣମାନେ ଘର ଭିତରେ? ଟସର ପୋକ ଭଳିଆ ଘରେ ମରିବା ପାଇଁ ଚେଷ୍ଟା କରନ୍ତୁନି। ବେଳ କେବେ ବି ଆସିପାରିବ, ମୃତ୍ୟୁ ଆସିକି କବାଟକୁ ଲକ୍ କରିବ, ଠକ୍ ଠକ୍ କରିବ। ସେଥିପାଇଁ ସକାଳ ପାଇଲେ ଗାଧୁଆ ପାଧୁଆ କରିକି ରଘୁନାଥଙ୍କୁ ଫୁଲ ତୁଳସୀ ଟିକେ ଦେଇକି ମୁଣ୍ଡିଆଟି ମାରିକି ଆସନ୍ତୁ, ପରିକ୍ରମା କରିକି ଆସନ୍ତୁ। ଦିନଟା ପଡିଛି 8 ଘଣ୍ଟା। ଈଶ୍ୱର ଚାହିଁଲେ ଗୋଟେ ଘଣ୍ଟା ଭିତରେ ତମକୁ କୋଉଠି ନେଇକି ପହଞ୍ଚେଇ ଦେବେ। ତମେ ଦୌଡ଼ିଲେ କୋଉ ଜାଗାରେ ଯାଇକି ପହଞ୍ଚିବ? ସେଥିପାଇଁ ସମୟ ବାହାର କର, ହରି ଭଜନ କର। ସନ୍ଧ୍ୟାବେଳେ ଟିକେ ଆସିକି ରଘୁନାଥଙ୍କ ପାଖରେ କୀର୍ତ୍ତନ କର, ସକାଳୁ ଟିକେ ଦର୍ଶନ କର। ସାଧୁ ସନ୍ଥ ମହାତ୍ମା ମାନେ ସତ୍ସଙ୍ଗ କରିବା ପାଇଁ ଆସୁଛନ୍ତି, ଆୟୋଜକକାରୀ ମାନେ କେତେ ସୁନ୍ଦର ଆୟୋଜନ କରୁଛନ୍ତି। ତମକୁ ତ ଲକ୍ଷେ 72 ଚାନ୍ଦା ମାଗୁନାହାନ୍ତି, ତମେ ଆସିକି ବସିବ, ହରି କଥା ଶୁଣିବ, ପ୍ରସାଦ ପାଇକି ଯିବ। ଏଭଳି ଜିନିଷ ଯଦି ଜୀବନରେ ଗ୍ରହଣ ନ କରିପାରିବ, ତାହେଲେ ଆଉ କେମିତି ତମର ଉଦ୍ଧାର ହବ? ଆଉ ଭଗବାନ କଣ ଆସିକି ତମେ ହାତକୁ ଟେକିକି ନେବେ ବୈକୁଣ୍ଠକୁ? ହରିବୋଲ। ସେଥିପାଇଁ ଦୟାକରି ସ୍ୱାଗତ କରନ୍ତୁ, ସ୍ୱୀକାର କରନ୍ତୁ ମନୁଷ୍ୟ ଜୀବନ ପାଇଁ ଏ ଦୁର୍ଲଭ ପ୍ରେମକୁ। ସେଥିପାଇଁ ପ୍ରହ୍ଲାଦ ମହାରାଜଙ୍କର ନିଷ୍କପଟ ପ୍ରେମ ଭଗବାନ ହିରଣ୍ୟ ନରସିଂହ ଦେବଙ୍କୁ ମଧ୍ୟ କଣ କରିଥିଲା? ତାଙ୍କ କ୍ରୋଧକୁ ଉପଶମ କରିଦେଇଥିଲା। ସେଥିପାଇଁ ଆମ ହୃଦୟରେ ସେଭଳି ପ୍ରୀତି ଦରକାର। ଆଉ ପ୍ରୀତି କୋଉଠୁ ଉତ୍ପନ୍ନ ହବ? এই সৎসঙ্গের উৎপন্ন হয়ে থাকে। বহুত ধন্যবাদ। হরে কৃষ্ণ।